କେନ୍ଦୁଝର ଜିଲ୍ଲା ପାଟନା ବ୍ଲକ ଡୁମୁରିଆ ପଞ୍ଚାୟତ ଡୁମୁରିଆ ପକ୍ଷରୁ ଅଷ୍ଟମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ଦିବସରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ମୁର୍ମୁ ଓ ଗାଁର ସମାଜସେବୀ ଗୌତମ ମହାନ୍ତ ଫିତା କାଟି ମ୍ୟାଚକୁ ଉଦ୍ଘାଟନ କରିଥିଲେ। 16 ଦଳ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ସିଲଦା ଓ କେତାଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିଣି ସିଲଦା ଦଳ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା। କେତାଙ୍ଗ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 7 ଓଭରରେ 3 ଗୋଟି ୱିକେଟ୍ ହରାଇ 73 ରନ୍ ସଂଗ୍ରହ କରିଥିଲା। ଜବାବରେ ସିଲଦା ଦଳ 5 ଗୋଟି ୱିକେଟ୍ ହରାଇ ନିର୍ଦ୍ଧାରିତ ଓଭରରେ 61 ରନ୍ କରିବାକୁ ସକ୍ଷମ ହୋଇଥିଲେ। ଅମ୍ପାୟାର ଭାବେ ଜୟଦେବ ବେହେରା, ପପୁ ସିଂ, ଧାରା ବିବରଣୀରେ ପପୁ ସେଠୀ ଓ ଶୁଭ ବାରିକ। ଉକ୍ତ ଟୁର୍ଣ୍ଣାମେଣ୍ଟର ସଭାପତି ବୀରେନ୍ଦ୍ର ସିଂ, ସମ୍ପାଦକ ଦିବ୍ୟରଞ୍ଜନ ନାୟକ, ଅମିତ କୁମାର ନାୟକ, ଅଭିଷେକ ମହାକୁଡୁ, ବିଭୂତି ବାଙ୍ଗୋର, ସନ୍ତୋଷ ନାୟକ, ସୁଶୀଲ ନାୟକ, ସୌମ୍ୟରଞ୍ଜନ ନାୟକ ଖେଳ ପରିଚାଳନା କରିଥିଲେ। କେନ୍ଦୁଝରରୁ ସୁଶାନ୍ତ କୁମାର ମହାନ୍ତଙ୍କ ରିପୋର୍ଟ, ସ୍ୱରାଜ୍ୟ ଖବର।